ଯନ୍ତ୍ରଣାରୁ ମୁକ୍ତି ପାଇବେ କିପରି? ଯଦି ଘରେ କିମ୍ବା ଅଫିସରେ କଳହ ଦେଖା ଦେଇଥାଏ, ତେବେ ଶିବଲିଙ୍ଗ ଉପରେ କ୍ଷୀର ଅର୍ପଣ କରିବା ଦ୍ୱାରା କଳହ ଦୂର ହୋଇଥାଏ। ଅନ୍ୟ ଲୋକଙ୍କ ନଖକଟା, ରେଜର, ବ୍ରଶ, ତଉଲିଆ ଏବଂ ରୁମାଲ ଇତ୍ୟାଦି ବ୍ୟବହାର କରିବା ଉଚିତ ନୁହେଁ। ଔଷଧ ସେବନ କରିବା ସମୟରେ ଠାକୁରଙ୍କୁ ସ୍ମରଣ କରିବା ଉଚିତ। ଏହାଦ୍ୱାରା ରୋଗ ଶୀଘ୍ର ଭଲ ହୋଇଥାଏ। ଏହା ମଧ୍ୟ ଆୟୁର୍ବେଦରେ ପ୍ରମାଣିତ ଅଛି। ଯଦି ଗଣ୍ଠିବାତ, ମୁଣ୍ଡବିନ୍ଧା ଓ କୌଣସି ଯନ୍ତ୍ରଣା ହେଉଥାଏ, ତେବେ ହନୁମାନ ଚାଳିସା ପାଠ କରିବା ଦ୍ୱାରା ରୋଗ ଯନ୍ତ୍ରଣା ଦୂର ହୁଏ। ରୋଷେଇ ଘରେ କେବେ ବି ଔଷଧ ରଖିବା ଉଚିତ ନୁହେଁ। ଏହା ଅଶୁଭ ଅଟେ ଓ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। बाट चालू चालू सरीगला केबे पारिलिनी टिके जानी कहिबाकु थिला केते कथा बंधु बाकी रही गला पुणी तम कथा बंधु मने पड़ी गला जीवनटा जाऊ जा।